ଲୋକମାନେ ମନରେ ବହୁତ ସ୍ୱପ୍ନ ଦେଖିଥାନ୍ତି। ଯେତେବେଳେ ସେ ରାତିରେ ଶୋଇଯାଇଥାନ୍ତି ତାଙ୍କ ଭାବନାରେ ବହୁତ ବଡ଼ ବଡ଼ ସ୍ୱପ୍ନ ଆସିଥାଏ। କିଏ ଭଗବାନଙ୍କୁ ସ୍ୱପ୍ନରେ ଦେଖିଥାଏ ତ କିଏ ଆଉ କିଛି। ହେଲେ ଲୋକମାନେ କ'ଣ ଜାଣିଛନ୍ତି ସେମାନେ ଯେଉଁ ସ୍ୱପ୍ନ ଦେଖୁଛନ୍ତି ସତରେ ସେ ସ୍ୱପ୍ନ ତାଙ୍କର କ'ଣ ସତ ହୋଇପାରିବ? ସେ ସ୍ୱପ୍ନରେ ଦେଖିଥାନ୍ତି କି ସେ ଭଗବାନଙ୍କୁ ଦେଖି ନେଇଛନ୍ତି, ଭଗବାନ ତାଙ୍କୁ ଆଶୀର୍ବାଦ କରୁଛନ୍ତି। ହେଲେ ସତରେ କ'ଣ ସେ ଭଗବାନଙ୍କୁ ଦେଖିଛନ୍ତି? ସତରେ କ'ଣ ଭଗବାନ ତାଙ୍କ ସ୍ୱପ୍ନରେ ଆସିଯାଇଛନ୍ତି? ଏହା କେତେ ଦୂର ଠିକ୍, ଏହା କେତେ ଦୂର ସତ କ'ଣ ଆପଣମାନେ ଜାଣିଛନ୍ତି? ଆପଣମାନଙ୍କର ସ୍ୱପ୍ନ କେତେ ଦୂର ସତ ହେବ ଆପଣମାନଙ୍କୁ କ'ଣ ଜଣାଅଛି? କାହାକୁ ବି ଜଣା ନଥାଏ। ସମସ୍ତେ କହିଥାନ୍ତି ପାହାନ୍ତି ସପନ ସତ ହୋଇଥାଏ। ହେଲେ ଏହା ବି କେତେ ଦୂର ଠିକ୍ ଆପଣଙ୍କୁ ବି ଜଣା ନାହିଁ, କାହାକୁ ବି ଜଣା ନାହିଁ। ଅଧିକାଂଶ ଲୋକ କହିଥାନ୍ତି ମୁଁ ମୋ ସ୍ୱପ୍ନରେ ଭଗବାନଙ୍କୁ ଦେଖୁଛି। ହେଲେ ସ୍ୱପ୍ନରେ ଭଗବାନଙ୍କୁ ଦେଖିବାର ଅର୍ଥ କ'ଣ କ'ଣ ଆପଣମାନେ ଜାଣିଛନ୍ତି? ଯଦି ଆପଣମାନେ ଭଗବାନଙ୍କୁ ସ୍ୱପ୍ନରେ ଦେଖୁଛନ୍ତି ଏହାର ଅର୍ଥ କ'ଣ? ଆପଣମାନଙ୍କର ଭବିଷ୍ୟତରେ କ'ଣ ହେବାକୁ ଚାହୁଁଛି, କ'ଣ ହେବାକୁ ଯାଉଛି ଆପଣମାନେ କ'ଣ ଜାଣିଛନ୍ତି? ଆପଣମାନେ ଜାଣିନାହାନ୍ତି, ହେଲେ ଜାଣିବେ ଆଜିର ଏଇ ଭିଡ଼ିଓ ମାଧ୍ୟମରେ। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବରେ ଦେଖିବେ। ତ ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ସାଙ୍ଗମାନେ ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ ଲାଇକ୍ଟିଏ ନିଶ୍ଚିତ ଭାବରେ କରିଦେବେ। ତ ଚାଲନ୍ତୁ ସାଙ୍ଗମାନେ ଆଜିର ଭିଡ଼ିଓଟି ଆରମ୍ଭ କରିବା। ସାଙ୍ଗମାନେ ରାତିରେ ଶୋଇବା ବେଳେ ଆମକୁ ନିହାତି ଦିନେ ନା ଦିନେ ସ୍ୱପ୍ନ ଆସିଯାଇଥାଏ। ତେବେ ସ୍ୱପ୍ନରେ ଆମେ ଅନେକ କିଛି ସ୍ୱପ୍ନ ଆକାରରେ ଦେଖିବାକୁ ପାଇଥାଉ, ଯାହାକି ଭବିଷ୍ୟତ ସହ କିଛି ନା କିଛି ମାତ୍ରାରେ ଜଡ଼ିତ ଥାଏ। ତେବେ ଯେଉଁ ବ୍ୟକ୍ତି ସ୍ୱପ୍ନରେ ଭଗବାନଙ୍କୁ ଦେଖିଥାଏ, ସ୍ୱପ୍ନରେ ଭଗବାନଙ୍କୁ ଦେଖିବାର ଅର୍ଥ କ'ଣ ହୋଇଥାଏ ଏଠାରେ ଆଜି ଆମେ ଭଲ ଭାବରେ ଜାଣିନେବା। ସ୍ୱପ୍ନର ରହସ୍ୟ ଜାଣିବା ପାଇଁ ସବୁ ବ୍ୟକ୍ତି ଇଚ୍ଛା ପ୍ରକାଶ କରିଥାନ୍ତି। ସ୍ୱପ୍ନ ଏକ ଏପରି ମାଧ୍ୟମ ଅଟେ ଯାହାକି ଶୁଭ ଓ ଅଶୁଭ କାର୍ଯ୍ୟର କିଛି ସୂଚନା ବ୍ୟକ୍ତିଙ୍କୁ ଦେଇଥାଏ। ତେବେ ଅନେକ ସ୍ୱପ୍ନର ମହତ୍ଵ ମଧ୍ୟ ଖାସ୍ ହୋଇଥାଏ। ପ୍ରଥମରେ ହେଉଛି ତେବେ ଯେଉଁ ବ୍ୟକ୍ତି ସ୍ୱପ୍ନରେ ଦେବାଦେବୀଙ୍କୁ ଦର୍ଶନ କରିଥାଏ ସେହି ବ୍ୟକ୍ତି ପାଇଁ ତାହା ଏକ ବହୁତ ଶୁଭ ସଂକେତ ଅଟେ। ବ୍ୟକ୍ତିର ଜୀବନରେ ଚାଲୁଥିବା ରହିଥିବା ଅନେକ ରହସ୍ୟ ଆଗାମୀ କିଛି ଦିନ ମଧ୍ୟରେ ଦୂର ହେବାର ସ୍ୱପ୍ନ ଦ୍ୱାରା ଦର୍ଶାଇଥାଏ। ଦ୍ୱିତୀୟରେ ହେଉଛି ଯେଉଁ ବ୍ୟକ୍ତି ନିଜ ସ୍ୱପ୍ନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖିଥାଏ ସେହି ବ୍ୟକ୍ତିର ଜୀବନରେ କାହା ସହିତ ପ୍ରେମ ହେବାର ସମ୍ଭାବନା ରହିଥାଏ, ଅଥବା ଯେଉଁମାନେ ପ୍ରେମ କରିଥାନ୍ତି ତାଙ୍କ ସମ୍ପର୍କରେ ମଧୁରତା ଆସିଯାଇଥାଏ। ସାଙ୍ଗମାନେ ଯଦି ଆପଣମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ୱପ୍ନରେ ଦେଖୁଛନ୍ତି ତ ଆପଣମାନେ ଜାଣି ରଖନ୍ତୁ ଆପଣଙ୍କର ପ୍ରେମ ସମ୍ପର୍କରେ ବହୁତ ଶୁଭ ହେବାକୁ ଯାଉଛି। ତୃତୀୟରେ ହେଉଛି ଯେଉଁ ବ୍ୟକ୍ତିକୁ ସ୍ୱପ୍ନରେ ଭଗବାନ ଶ୍ରୀରାମ ଦେଖା ଦେଇଥାନ୍ତି ଏହାକୁ ଅତ୍ୟନ୍ତ ଶୁଭ ସ୍ୱପ୍ନ ବୋଲି କୁହାଯାଇଥାଏ। ତେବେ ସେହି ବ୍ୟକ୍ତିକୁ ନିଜ କାର୍ଯ୍ୟରେ ସଫଳତା ଅବଶ୍ୟ ମିଳିଥାଏ। ଚତୁର୍ଥରେ ହେଉଛି ଯେଉଁ ବ୍ୟକ୍ତି ନିଜ ସ୍ୱପ୍ନରେ ଭଗବାନ ନାରାୟଣଙ୍କୁ ଦେଖିବାକୁ ପାଇଥାଏ ଏହା ମଧ୍ୟ ଏକ ଭଲ ସ୍ୱପ୍ନ ଅଟେ। ବ୍ୟକ୍ତିକୁ ନିକଟରେ କୌଣସି କାର୍ଯ୍ୟରେ ଲାଭ ମିଳିବାକୁ ଯାଉଛି। ସାଙ୍ଗମାନେ ଯଦି ଆପଣମାନେ ନାରାୟଣଙ୍କୁ ସ୍ୱପ୍ନରେ ଦେଖୁଛନ୍ତି ତାହେଲେ ଆପଣମାନଙ୍କର ବ୍ୟବସାୟ ଆପଣମାନଙ୍କର ବାଣିଜ୍ୟରେ ଲାଭ ହେବାକୁ ଯାଉଛି। ଆପଣମାନେ ଯାହା କାର୍ଯ୍ୟ କରିବାକୁ ଚାହୁଁଛନ୍ତି ସେଥିରେ ଆପଣମାନଙ୍କୁ ନିଶ୍ଚିତ ଭାବରେ ଲାଭ ହେବ। ପଞ୍ଚମରେ ହେଉଛି ଯେଉଁ ବ୍ୟକ୍ତିଙ୍କୁ ସ୍ୱପ୍ନରେ ଭଗବାନ ମହାଦେବଙ୍କର ଦର୍ଶନ ମିଳିଯାଇଥାଏ। ଏପରି ସ୍ୱପ୍ନ ଦେଖିବାର ଅର୍ଥ ସେହି ବ୍ୟକ୍ତି ମାନସିକ ଶାନ୍ତି ପ୍ରାପ୍ତ ହୋଇବା ପାଇଁ ଯାଉଛି ବୋଲି ସଂକେତ ମିଳିଥାଏ।
ସାଙ୍ଗମାନେ ଯଦି ଆପଣମାନେ ସ୍ୱପ୍ନରେ ମହାଦେବଙ୍କୁ ଦେଖୁଛନ୍ତି ତାହେଲେ ଆପଣଙ୍କ ଜୀବନରେ ବହୁତ ସୁଖ ଶାନ୍ତି ଆସିବାକୁ ଯାଉଛି। ଷଷ୍ଠରେ ହେଉଛି ଯେଉଁ ବ୍ୟକ୍ତି ନିଜ ସ୍ୱପ୍ନରେ ଭଗବାନ ବ୍ରହ୍ମାଙ୍କୁ ଦର୍ଶନ କରିଥାଏ ତେବେ ତାଙ୍କର ଭଲ ସମୟର ଆଗମନ ହେବାକୁ ଯାଉଛି ବୋଲି ଜାଣିନେବା ଉଚିତ। ସାଙ୍ଗମାନେ ଯଦି ଆପଣମାନେ ଭଗବାନ ବ୍ରହ୍ମାଙ୍କୁ ସ୍ୱପ୍ନରେ ଦେଖୁଛନ୍ତି ତାହେଲେ ଆପଣମାନେ ଜାଣି ରଖନ୍ତୁ ଆପଣଙ୍କର ବହୁତ ଭଲ ସମୟର ଆଗମନ ହେବାକୁ ଯାଉଛି। ମାନେ କୌଣସି ବି ଯଦି ଆପଣମାନେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କର କାର୍ଯ୍ୟରେ ମଧ୍ୟ ଆପଣଙ୍କୁ ସଫଳତା ମିଳିବ ଆଉ ଆପଣମାନେ ସବୁବେଳ ପାଇଁ ଲାଭରେ ରହିବେ। ସେଥିପାଇଁ ଯେବେ ବି ଆପଣଙ୍କର ସ୍ୱପ୍ନରେ ବ୍ରହ୍ମା ଆସୁଛନ୍ତି ତ ଜାଣି ରଖନ୍ତୁ ଆପଣମାନଙ୍କର ବହୁତ ଶୁଭ ହେବାକୁ ଯାଉଛି। ସପ୍ତମରେ ହେଉଛି ଯେଉଁ ବ୍ୟକ୍ତି ସ୍ୱପ୍ନରେ ମା ଦୁର୍ଗାଙ୍କୁ ଦେଖିଥାନ୍ତି ତେବେ ସେହି ବ୍ୟକ୍ତିର ଯଦି କିଛି ସ୍ୱାସ୍ଥ୍ୟ ସହ ଜଡ଼ିତ ସମସ୍ୟା ରହିଥାଏ ତେବେ ସେଥିରୁ ବ୍ୟକ୍ତିକୁ କିଛି ମାତ୍ରାରେ ଉପଶମ ମିଳିଥାଏ ଅଥବା ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ଅଳ୍ପ ଦିନରେ ସୁସ୍ଥ ହୋଇଯାଇଥାଏ। ସାଙ୍ଗମାନେ ଯଦି ଆପଣମାନେ ମାତା ଦୁର୍ଗାଙ୍କୁ ସ୍ୱପ୍ନରେ ଦେଖୁଛନ୍ତି ତାହେଲେ ଆପଣମାନେ ଜାଣି ରଖନ୍ତୁ ଆପଣଙ୍କର ଶରୀର ବହୁତ ଜଲ୍ଦି ଆରୋଗ୍ୟ ହେବାକୁ ଯାଉଛି। ଆପଣଙ୍କର ଯାହା ବି ଶାରୀରିକ ଅସୁବିଧା ଅଛି ଶାରୀରିକ ଅସୁବିଧାରେ ଆପଣମାନେ ପୀଡ଼ିତ ଅଛନ୍ତି ତ ଆପଣଙ୍କୁ ବହୁତ ଜଲ୍ଦି ଆରାମ ମିଳିବାକୁ ଯାଉଛି। ଆପଣଙ୍କର ଶରୀର ବହୁତ ଜଲ୍ଦି ସୁସ୍ଥ ହେବାକୁ ଚାହୁଁଛି ଆପଣମାନଙ୍କୁ ଜାଣି ରଖିବା ଉଚିତ। ଅଷ୍ଟମରେ ହେଉଛି ଯେଉଁମାନେ ସ୍ୱପ୍ନରେ ଭଗବାନ ହନୁମାନଙ୍କୁ ଦେଖିଥାନ୍ତି ତେବେ ସେହି ବ୍ୟକ୍ତିର ଶତ୍ରୁମାନଙ୍କର କ୍ଷୟ ଘଟିବ। ସାଙ୍ଗମାନେ ଯଦି ଆପଣମାନେ ସ୍ୱପ୍ନରେ ହନୁମାନଙ୍କୁ ଦେଖିଥାନ୍ତି ତାହେଲେ ଆପଣମାନେ ଜାଣି ରଖନ୍ତୁ ଆପଣମାନଙ୍କର ଯେକୌଣସି ବି ଶତ୍ରୁ ଯେତେ ପୁରୁଣା ଶତ୍ରୁ ବି ହୁଅନ୍ତୁ ସେମାନଙ୍କର ଅହଙ୍କାର ଆପଣଙ୍କ ପାଖରେ ଭାଙ୍ଗିଯିବ। ଆପଣଙ୍କର ଯେଉଁ ଶତ୍ରୁମାନେ ଅଛନ୍ତି ଯେଉଁମାନେ ସବୁବେଳ ପାଇଁ ଆପଣମାନଙ୍କର ଖରାପ ଚିନ୍ତା କରିଥାନ୍ତି ଆପଣଙ୍କର ଅସୁବିଧାକୁ ସେମାନେ ଚିନ୍ତା କରିଥାନ୍ତି କେମିତି ଆପଣମାନେ ଅସୁବିଧାରେ ରହିବେ ଆପଣମାନଙ୍କର ଜୀବନରେ କେମିତି ଦୁଃଖ ଦୂର ହୋଇଯିବ ସେଇମାନଙ୍କୁ ଏମିତି ଶାସ୍ତି ମିଳିବ ଯଦି ଆପଣମାନଙ୍କର ସ୍ୱପ୍ନରେ ହନୁମାନ ଆସୁଛନ୍ତି ତାହେଲେ ସେ ଶତ୍ରୁ ସବୁ ଆପଣଙ୍କ ଠାରୁ ଦୂରେଇବା ସମୟ ଆସିଗଲା। ଆପଣମାନେ ଜାଣି ରଖନ୍ତୁ ଯେବେ ଏହି ସ୍ୱପ୍ନ ଆସୁଛି ତ ଜାଣି ରଖନ୍ତୁ ଆପଣମାନଙ୍କର ଶତ୍ରୁ ଆପଣମାନଙ୍କ ଠାରୁ ଦୂରେଇବାକୁ ଯାଉଛନ୍ତି। ସାଙ୍ଗମାନେ ମୁଁ ଆପଣମାନଙ୍କୁ ଯାହା ଯାହା ସବୁ କହିଲି ଯଦି ଆପଣମାନଙ୍କ ସହିତ ସେହି ସବୁ ଜିନିଷ ଘଟୁଛି ତାହେଲେ ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ। ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିଦେବେ ସାଙ୍ଗମାନଙ୍କ ମଧ୍ୟରେ ସେୟାର କରିଦେବେ। ଯଦି ଆପଣମାନେ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଆମ ଟକିଂ ୱାର୍ଲ୍ଡ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ କ୍ଲିକ୍ କରିବେ କାରଣ ଆମ ଚ୍ୟାନେଲରେ ଯେବେ କିଛି ନୂଆ ମୋଟିଭେସନାଲ ଭିଡ଼ିଓ ଛଡ଼ାଯିବ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।